ଚାଷୀ ମାନଙ୍କ ପାଇଁ ବହୁତ ବଡ଼ ଘୋଷଣା ଜାରି କରାଗଲା। ଆପଣମାନେ ସିଏମ୍ କିଷାନ ଓ ପିଏମ୍ କିଷାନ ଯୋଜନାର କିସ୍ତି ଟଙ୍କା ସେପ୍ଟେମ୍ବର ମାସରେ ପାଇବା ପାଇଁ ଯାଉଛନ୍ତି। ଏହାକୁ ନେଇ ନୋଟିସ୍ ମଧ୍ୟ ଜାରି କରାଗଲା। ତ ଆପଣମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର ରହିଛି। ଯଦି ଆପଣ ଜଣେ ଚାଷୀ ଚାଷବାସ କରି ଆପଣ ଜୀବିକା ନିର୍ବାହ କରୁଛନ୍ତି, ସିଏମ୍ କିଷାନ ଏବଂ ପିଏମ୍ କିଷାନ ଯୋଜନାର କିସ୍ତି ଟଙ୍କା ଆପଣ ପ୍ରାପ୍ତ କରୁଛନ୍ତି। କେବଳ ଯଦି ଆପଣ ପିଏମ୍ କିଷାନ ଯୋଜନାର କିସ୍ତି ଟଙ୍କା ପାଉଛନ୍ତି, କେବଳ ଯଦି ଆପଣ ସିଏମ୍ କିଷାନ ଯୋଜନାର କିସ୍ତି ଟଙ୍କା ପାଉଛନ୍ତି, ତାହେଲେ ଏହି ଖବରଟି ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏକା ବେଳେ ଆପଣ ଦୁଇଟି ଯୋଜନାର କିସ୍ତି ଟଙ୍କା ପାଇବା ପାଇଁ ଯାଉଛନ୍ତି। 2000 କରି ଆପଣ 4000 ଟଙ୍କା ପାଇବା ପାଇଁ ଯାଉଛନ୍ତି। ତ ଆପଣଙ୍କର ବ୍ୟାଙ୍କ ଖାତାରେ 4000 ଟଙ୍କା ଆସିବା ପାଇଁ ଯାଉଛି। ସେପ୍ଟେମ୍ବରରେ କେଉଁ ତାରିଖରେ ଏହି ଦୁଇଟି ଯୋଜନାରୁ ଆପଣମାନେ କିସ୍ତି ଟଙ୍କା ପାଇବେ, ତାହାକୁ ନେଇ ସରକାରଙ୍କ ତରଫରୁ କ'ଣ ଘୋଷଣା ଜାରି କରାଯାଇଛି ଚାଷୀମାନଙ୍କ ପାଇଁ, ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ବିସ୍ତାର ରୂପେ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣମାନେ ଡିଟେଲ୍ସ ଇନଫର୍ମେସନ୍ ପାଇପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ପ୍ରଥମ କରି ଆପଣମାନେ ଭିଡ଼ିଓଟିକୁ ଦେଖୁଛନ୍ତି, ତାହେଲେ ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଭିଡ଼ିଓକୁ ଗୋଟେ ଲାଇକ୍ କରିବାକୁ ଜମା ବି ଭୁଲନ୍ତୁନି, କାରଣ ଏଇଭଳି ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ଗୁଡ଼ିକ ଆପଣମାନେ ପ୍ରତ୍ୟେକ ଦିନ ପାଇପାରିବେ। ଆଉ ଯାହା ବି ଅସୁବିଧା ଆପଣମାନଙ୍କର ହେଉଛି, ସେଇ ଅସୁବିଧା ଅନୁସାରେ ଆପଣ ଏହି ଚ୍ୟାନେଲ ମାଧ୍ୟମରୁ ଭିଡ଼ିଓ ଗୁଡ଼ିକ ପାଇପାରିବେ। ଓଡ଼ିଶାରେ ଚାଷୀ ଭାଇ ଭଉଣୀମାନଙ୍କୁ ଆର୍ଥିକ କ୍ଷେତ୍ରରେ ସହାୟତା ଯୋଗାଇବା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଲାଗୁ କରାଯାଇଛି ସିଏମ୍ କିଷାନ ଯୋଜନା। ଏହି ସିଏମ୍ କିଷାନ ଯୋଜନାରେ ଆପଣମାନେ ସମସ୍ତେ ଜାଣିଛନ୍ତି, ବାର୍ଷିକ ଆପଣମାନେ 4000 ଟଙ୍କା ପ୍ରାପ୍ତ କରିଥାନ୍ତି। ଏହି 4000 ଟଙ୍କା ବର୍ଷକୁ ଦୁଇଟି ସମାନ କିସ୍ତିରେ 2000 କରି ଆପଣମାନଙ୍କୁ ମିଳିଥାଏ। ଗୋଟିଏ କିସ୍ତି ଆପଣମାନଙ୍କର ଅକ୍ଷୟ ତୃତୀୟାରେ ମିଳିଥାଏ, ଆଉ ଗୋଟିଏ କିସ୍ତି ଆପଣମାନଙ୍କର ନୂଆଖାଇରେ ମିଳିଥାଏ। ଅନେକ ଚାଷୀ ଭାଇ ଭଉଣୀମାନେ କମେଣ୍ଟସ୍ କରିଥିଲେ ଯେ ପୂର୍ବ ଭିଡ଼ିଓରେ ସିଏମ୍ କିଷାନ ଯୋଜନାର କିସ୍ତି ଟଙ୍କା କେବେ ମିଳିବ। ତ ଆପଣମାନଙ୍କୁ ଅନେକ ସାରା ୟୁଟ୍ୟୁବର ରହିଛନ୍ତି ଯାହାକି ଆପଣମାନଙ୍କୁ କହିଥିଲେ ରଥଯାତ୍ରାରେ ମିଳିବ କି ବାହୁଡ଼ାରେ ମିଳିବ, ଆପଣମାନଙ୍କୁ ଭିଡ଼ିଓ ମଧ୍ୟ ପ୍ରୋଭାଇଡ଼ କରିଥିଲେ। ତ ଦେଖନ୍ତୁ, ସେ ଭିଡ଼ିଓ ଗୁଡ଼ିକୁ ଆପଣମାନେ ଦେଖିବା ବନ୍ଦ କରନ୍ତୁ। ତ ଆପଣ ଜାଣି ରଖନ୍ତୁ, ସିଏମ୍ କିଷାନ ଯୋଜନାର କିସ୍ତି ଟଙ୍କା ବର୍ଷକୁ ଦୁଇଥର ମିଳିଥାଏ। ଗୋଟିଏ ଆପଣମାନଙ୍କର ଅକ୍ଷୟ ତୃତୀୟାରେ, ଆଉ ଗୋଟିଏ ଆପଣମାନଙ୍କର ନୂଆଖାଇରେ। ଅକ୍ଷୟ ତୃତୀୟା କହିବାକୁ ଗଲେ ଯେଉଁ ପ୍ରଥମେ ଆପଣ ଧାନ ବୁଣିବା ଯେଉଁ ପ୍ରକ୍ରିୟା ଆରମ୍ଭ କରିବେ, ସେଇଟା ଆପଣମାନଙ୍କର ଅକ୍ଷୟ ତୃତୀୟା। ଆଉ ଗୋଟେ ଆପଣମାନଙ୍କର ପଶ୍ଚିମ ଓଡ଼ିଶାର ନୂଆଖାଇ ପର୍ବ, ଯେଉଁଟାକି ଧାନ ଅମଳ ସମୟରେ ଯେଉଁ ପ୍ରଥମ ଅମଳଟିକୁ ଗ୍ରହଣ କରନ୍ତି ପଶ୍ଚିମ ଓଡ଼ିଶାର ଲୋକମାନେ, ସେ ପର୍ବର ନାଁ ହେଉଛି ନୂଆଖାଇ। ନୂଆଖାଇ ପଶ୍ଚିମ ଓଡ଼ିଶାର ଲୋକମାନେ ଧୁମଧାମରେ ପାଳନ କରନ୍ତି। ଏହି ଦୁଇଟି ନିର୍ଦ୍ଦିଷ୍ଟ ଅକେଜନରେ ଓଡ଼ିଶା ସରକାରଙ୍କ ତରଫରୁ ଓଡ଼ିଶାର ଚାଷୀ ଭାଇ ଭଉଣୀମାନଙ୍କର ଆର୍ଥିକ ସହାୟତା ନିମନ୍ତେ 2000 କରି ବାର୍ଷିକ 4000 ଟଙ୍କା ପ୍ରଦାନ କରିଥାନ୍ତି ଡିବିଡ଼ି ମାଧ୍ୟମରେ ରାଜ୍ୟ ସରକାର। ଆଉ ଗୋଟେ ଆପଣମାନଙ୍କର କେନ୍ଦ୍ର ସରକାରଙ୍କ ତରଫରୁ ପିଏମ୍ କିଷାନ ଯୋଜନା ଚାଷୀ ଭାଇ ଭଉଣୀମାନଙ୍କର ଆର୍ଥିକ ସହାୟତା ନିମନ୍ତେ କାର୍ଯ୍ୟକାରୀ କରାଯାଉଛି, ଯେଉଁଟାକି ଆପଣମାନେ ବାର୍ଷିକ 6000 ଟଙ୍କା ପ୍ରାପ୍ତ କରିଥାନ୍ତି। ତ ବାର୍ଷିକ ସମାନ ତିନୋଟି କିସ୍ତିରେ 2000 କରି ଆପଣମାନଙ୍କୁ ବାର୍ଷିକ 6000 ଟଙ୍କା ମିଳିଥାଏ। ତ ଏହି 2000 ଟଙ୍କା ଆପଣମାନଙ୍କୁ 4 ମାସ ଅନ୍ତରାଳରେ ହିଁ ଆପଣମାନଙ୍କୁ କିସ୍ତି ଟଙ୍କା ମିଳିଥାଏ। ସିଏମ୍ କିଷାନ ଯୋଜନାରେ ଯେଉଁ ଚାଷୀମାନେ ଆବେଦନ କରିନଥିଲେ, ସେମାନଙ୍କ ପାଇଁ ସୁଯୋଗ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ମିଳିଛି। ତ ଯଦି ଆପଣମାନେ ସିଏମ୍ କିଷାନ ଯୋଜନାରେ ଆବେଦନ କରିନାହାନ୍ତି, ଆପଣମାନେ ଆବେଦନ କରେଇ ନେବେ। କିନ୍ତୁ ସିଏମ୍ କିଷାନ ଯୋଜନାରେ ଆବେଦନ କରିବା ପୂର୍ବରୁ ଆପଣମାନଙ୍କୁ ଏଗ୍ରିଷ୍ଟାକ୍ ଫାର୍ମର ଆଇଡି କରିବା ନିହାତି ଜରୁରୀ ଅଟେ। ଏବେ ସରକାର ପ୍ରତ୍ୟେକ ଚାଷୀ ଭାଇ ଭଉଣୀମାନଙ୍କୁ ଜଣାଉଛନ୍ତି, ଅଧିକାରୀମାନେ ଚାଷୀ ଭାଇ ଭଉଣୀମାନଙ୍କ ଘରକୁ ଯିବେ, ସେଠି ସେମାନଙ୍କର ଏଗ୍ରିଷ୍ଟାକ୍ ଫାର୍ମର ଆଇଡି ସେମାନଙ୍କୁ ବନେଇକି ଦେବେ। କିନ୍ତୁ ଆପଣମାନେ ଏଗ୍ରିଷ୍ଟାକ୍ ଫାର୍ମର ଆଇଡି ସେତେବେଳେ ବନେଇ ପାରିବେ ନିଜ ନାମରେ ଜମି ପଟ୍ଟା ଥିଲେ। ଯେଉଁମାନଙ୍କ ନାମରେ ଜମି ପଟ୍ଟା ରହିଛି, ସେମାନେ ତୁରନ୍ତ ଏଗ୍ରିଷ୍ଟାକ୍ ଫାର୍ମର ଆଇଡି କରେଇ ନିଅନ୍ତୁ, ଯାହାଫଳରେ ଆପଣମାନେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ତରଫରୁ ଯାହା ବି ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଚାଷ ସମ୍ବନ୍ଧୀୟ ଯୋଜନା ଗୁଡ଼ିକ ଆସିବ,
ଆଉ ଚାଷ ସମ୍ବନ୍ଧୀୟ ବେନିଫିଟ୍ସ ଗୁଡ଼ିକ ଆପଣମାନଙ୍କୁ ଯାହା ବି ସରକାରଙ୍କ ତରଫରୁ ଆସିବ ଆପଣ ତାହା ସିଧାସଳଖ ପାଇପାରିବେ। ତ ଆପଣମାନେ ଡେରି ନ କରି ତୁରନ୍ତ ଏଗ୍ରିଷ୍ଟାକ୍ ଫାର୍ମର ଆଇଡି କରିନିଅନ୍ତୁ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ। ଯେଉଁମାନେ ନୂଆ କରି ସିଏମ୍ କିଷାନ ଯୋଜନାରେ ଆବେଦନ କରିବା ପାଇଁ ଚାହୁଁଛନ୍ତି ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା। ତ ଆପଣମାନେ ଦୁଇ ପ୍ରକାର ଆବେଦନ କରିପାରିବେ। ଗୋଟେ ହେଲା ଆପଣମାନଙ୍କର ଭୂମିହୀନ ଚାଷୀରେ, ଆଉ ଗୋଟେ ଆପଣମାନଙ୍କର କ୍ଷୁଦ୍ର ଓ ନାମମାତ୍ରା ଚାଷୀରେ ଆବେଦନ କରିପାରିବେ। ଯେଉଁମାନେ ଭୂମିହୀନ ଚାଷୀରେ ଆବେଦନ କରିବେ ସେମାନଙ୍କ ପାଖରେ ଜବ୍ କାର୍ଡ଼ ରହିଥିବା ନିହାତି ଦରକାର। ସେ ଜବ୍ କାର୍ଡ଼ଟି ଆପଣମାନଙ୍କର ଅପଡ଼େଟ୍ ରହିଥିବା ନିହାତି ଦରକାର। ଯଦି ଆପଣମାନଙ୍କର ଜବ୍ କାର୍ଡ଼ଟି ଡିଆକ୍ଟିଭ୍ ହେଇଯାଇଥିବ ତାହେଲେ ଆପଣମାନେ ଭୂମିହୀନ ଚାଷୀରେ ମଧ୍ୟ ଆବେଦନ କରିପାରିବେନି। ସେଥିପାଇଁ ଆପଣମାନଙ୍କର ଜବ୍ କାର୍ଡ଼ଟିକୁ ଆପଣମାନେ ଆକ୍ଟିଭ୍ କରିକି ରଖିଥିବେ, ଅପଡ଼େଟ୍ କରିକି ରଖିଥିଲେ ଆପଣମାନେ ଭୂମିହୀନ ଚାଷୀରେ ଆବେଦନ କରିପାରିବେ। ଆଉ ଯେଉଁମାନେ କ୍ଷୁଦ୍ର ଓ ନାମମାତ୍ରା ଚାଷୀରେ ଆବେଦନ କରିବା ପାଇଁ ଚାହୁଁଛନ୍ତି ସେମାନଙ୍କର ବାଧ୍ୟତାମୂଳକ ଆପଣମାନଙ୍କର ଏଗ୍ରିଷ୍ଟାକ୍ ଫାର୍ମର ଆଇଡ଼ିର ଆବଶ୍ୟକତା ରହିଛି। ଯଦି ଆପଣ ଏଗ୍ରିଷ୍ଟାକ୍ ବିନା କୌଣସି ଦେୟରେ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣମାନେ ସୋସାଇଟିକୁ ଯିବେ କିମ୍ବା ଭିଏଡବ୍ଲ୍ୟୁ ଯେଉଁ ରହିଛନ୍ତି ସେମାନଙ୍କ ସହିତ ଯୋଗାଯୋଗ କଲେ ଆପଣମାନେ ଏଗ୍ରିଷ୍ଟାକ୍ ଫାର୍ମର ଆଇଡି ବିନା ଦେୟରେ ଆପଣ କରିପାରିବେ। କାରଣ ସେମାନଙ୍କୁ ଆଇଡି ପ୍ରୋଭାଇଡ଼ କରାହେଇଛି ଯେ ପ୍ରତ୍ୟେକ ଚାଷୀ ଭାଇ ଭଉଣୀମାନଙ୍କର ଯେଉଁମାନଙ୍କର ଏଗ୍ରିଷ୍ଟାକ୍ ଫାର୍ମର ଆଇଡି ନାହିଁ ସେମାନଙ୍କର ଫ୍ରି ଅଫ୍ କଷ୍ଟରେ କରେଇ ଦିଅନ୍ତୁ। ଯଦି ଆପଣ ନିଜ ମୋବାଇଲ ମାଧ୍ୟମରେ କରିବା ପାଇଁ ଚାହୁଁଛନ୍ତି ସେଲ୍ଫ ରେଜିଷ୍ଟ୍ରେସନ୍ କରିପାରିବେ। ଯଦି ଆପଣ ଜନସେବା କେନ୍ଦ୍ରକୁ ଯାଇକି କରିବା ପାଇଁ ଚାହୁଁଛନ୍ତି ସେଠି ମଧ୍ୟ ଆପଣ କରିପାରିବେ। ଏଥର ଆପଣମାନେ ସିଏମ୍ କିଷାନ ଯୋଜନାରେ କିସ୍ତି ଟଙ୍କା ପାଇବେ କି ନାହିଁ ଆପଣମାନେ ଜାଣିବେ କେମିତି? ଆପଣମାନେ ସର୍ବପ୍ରଥମେ ଗୁଗଲ କ୍ରୋମକୁ ଯିବେ, ସର୍ଚ୍ଚ ବାର୍ରେ ଆପଣ ସିଏମ୍ କିଷାନ ଯୋଜନା ଲେଖି ସିଏମ୍ କିଷାନ ଯୋଜନାର ଅଫିସିଆଲି ପେଜ୍ରେ ପହଞ୍ଚିବେ। ପହଞ୍ଚିଗଲା ପରେ ଆପଣମାନଙ୍କର ଯେଉଁ ଷ୍ଟାଟସ୍ ରହିଛି, ପଞ୍ଜୀକରଣ ସ୍ଥିତି ରହିଛି, ସେ ପଞ୍ଜୀକରଣ ସ୍ଥିତି ଅପସନ୍ ଉପରେ କ୍ଲିକ୍ କରି ଆପଣମାନଙ୍କର ଆଧାର ନମ୍ବର କିମ୍ବା ଟୋକନ୍ ନମ୍ବର ଦେଇ ଆପଣମାନଙ୍କର ସ୍ଥିତି ଥରେ ଚେକ୍ କରନ୍ତୁ। ଦେଖନ୍ତୁ ଆପଣଙ୍କର ମୋବାଇଲ ସ୍କ୍ରିନ୍ ଆଗରେ ଯେଉଁ ସ୍ଥିତିଟି ରଖିଛି ସେହି ସ୍ଥିତି ଯଦି ଆପଣମାନେ ପରିଲକ୍ଷିତ କରୁଛନ୍ତି ତାହେଲେ ଆପଣମାନେ ସିଏମ୍ କିଷାନ ଯୋଜନାର 100% କିସ୍ତି ଟଙ୍କା ପାଇବେ। ଯେମିତିକି ଆପଣମାନଙ୍କର ଆପ୍ଲିକେସନ୍ ଫର୍ମ ରହିଛି କମ୍ପ୍ଲିଟେଡ଼ ରହିଛି, ଭିଏଡବ୍ଲ୍ୟୁ ଭେରିଫିକେସନ୍ ଆପଣମାନଙ୍କର କମ୍ପ୍ଲିଟ୍ ରହିଛି, ତାପରେ ଆପଣମାନଙ୍କର ବ୍ଲକ୍ ଭେରିଫିକେସନ୍ ଆପଣମାନଙ୍କର କମ୍ପ୍ଲିଟ୍ ରହିଛି, ତାପରେ ଆପଣମାନଙ୍କର ଦେଖୁଛନ୍ତି ଡିଷ୍ଟ୍ରିକ୍ଟ ଭେରିଫିକେସନ୍ କମ୍ପ୍ଲିଟେଡ଼ ରହିଛି, କଲେକ୍ଟର ଭେରିଫିକେସନ୍ କମ୍ପ୍ଲିଟେଡ଼ ରହିଛି, ତାପରେ ଦେଖନ୍ତୁ ଆପଣମାନଙ୍କର ଷ୍ଟେଟ୍ ଭେରିଫିକେସନ୍ କମ୍ପ୍ଲିଟ୍। ଏସବୁ ଭେରିଫିକେସନ୍ ଯଦି ଆପଣମାନଙ୍କର କମ୍ପ୍ଲିଟ୍ ରହିଛି ତାହେଲେ ଆପଣମାନେ ନିଶ୍ଚିନ୍ତାରେ ରୁହନ୍ତୁ। ଆପଣମାନଙ୍କୁ ସେପ୍ଟେମ୍ବର 15 ତାରିଖ ଅର୍ଥାତ୍ ନୂଆଖାଇ ସେପ୍ଟେମ୍ବର 15 ତାରିଖରେ ପଡ଼ୁଛି। ଏହି ସେପ୍ଟେମ୍ବର 15 ତାରିଖରେ ଆପଣମାନଙ୍କୁ 2000 ଟଙ୍କା ମିଳିବ। ତାପରେ ପିଏମ୍ କିଷାନ ଯୋଜନାର 24ତମ କିସ୍ତି ଟଙ୍କା ସେପ୍ଟେମ୍ବର ମାସରେ ମିଳିବା ପାଇଁ ଯାଉଛି, କିନ୍ତୁ ଏହାକୁ ନେଇ କୌଣସି ଅଫିସିଆଲି ଘୋଷଣା କରାଯାଇନାହିଁ। କିନ୍ତୁ ଯେହେତୁ ଜୁନ୍ 20 ତାରିଖରେ ଆପଣମାନଙ୍କୁ 23ତମ କିସ୍ତି ଟଙ୍କା ମିଳିଥିଲା ତ ହିସାବ ଅନୁସାରେ ସେପ୍ଟେମ୍ବରରେ ଆପଣମାନଙ୍କୁ 24ତମ କିସ୍ତି ଟଙ୍କା ମିଳିବା ପାଇଁ ଯାଉଛି। 100% ସେପ୍ଟେମ୍ବର ମାସରେ ମଧ୍ୟ ଚାଷୀ ଭାଇ ଭଉଣୀମାନଙ୍କୁ ପିଏମ୍ କିଷାନର 24ତମ କିସ୍ତି ଟଙ୍କା ମିଳିବ ବୋଲି ଆଶା କରାଯାଉଛି।